ବାଡ଼ିରେ ଫଳିଛି ବିଦେଶୀ ଫଳ। କିଛି ନୂଆ କରିବାର ଇଚ୍ଛା ଥିଲେ ନୂଆ ବାଟ ଦେଖାଏ, ଆଉ ନିଜର ନିଷ୍ଠା ଏଥିରେ ଜଣକୁ ସଫଳ ବି କରାଇପାରେ। ବିଦେଶର ଫଳ ଏବେ ଓଡ଼ିଶା ମାଟିରେ। ଭିନ୍ନ ଭିନ୍ନ ପ୍ରଜାତୀୟ ପାସିଅନ ଫ୍ରୁଟ୍ ଚାଷ କରି ଏବେ ଚର୍ଚ୍ଚାରେ ପରିବେଶବିତ୍ ସମରେନ୍ଦ୍ର ମାହାଳି। ନିଜର ଚେଷ୍ଟା ଉଦ୍ୟମ ଫଳରେ ଟାଙ୍ଗରା ମାଟିରେ ଫଳାଇ ପାରିଛନ୍ତି ଏହି ବିଦେଶୀ ଫଳକୁ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଛପାଲି ଗାଁର ସମରେନ୍ଦ୍ର ମାହାଳି ନିଜ ବାଡ଼ିରେ ଫଳାଇ ପାରିଛନ୍ତି ବ୍ରିଟେନର ଫଳ ପାସିଅନ ଫ୍ରୁଟକୁ। ଜୈବିକ ପଦ୍ଧତିରେ ଟାଙ୍ଗରା ମାଟିରେ ଫଳିଛି ଏହି ଫଳ। ଦିନେ କୋଲକାତା ବୁଲିବାକୁ ଯାଇଥିବା ବେଳେ ଏକ ନର୍ସରୀରେ ଏହି ଫଳ ଫଳିଥିବାର ଦେଖିବାକୁ ପାଇଥିଲେ। ସେଠୁ 3 ପ୍ରଜାତୀୟ ପାସିଅନ ଫ୍ରୁଟ୍ ଲାଲ ହଳଦୀ କିସମର ଚାରା କିଣି ଆଣିଥିଲେ। ଆଉ ବର୍ଷକ ପରେ ଗଛରେ ଏବେ ଓହଳିଛି ଭିନ୍ନ ଭିନ୍ନ ପାସିଅନ ଫ୍ରୁଟ୍ ଫଳ। ଏହି ଫଳର ରସକୁ ଜୁସ୍ ବନାଇ ପିଇବାକୁ ପଡ଼େ। ଏହି ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଥାଏ। ଏହା ଡାଇବେଟିସ୍, ଶରୀରରେ ଚର୍ବି କମାଇବାରେ ସହାୟତା ହୋଇଥାଏ ବୋଲି କହିଛନ୍ତି ମାହାଳି। ସାଧାରଣତଃ ଏହି ପ୍ରଜାତୀୟ ଫଳଗୁଡ଼ିକ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ କେଜି ପିଛା 200ରୁ ଊର୍ଦ୍ଧ୍ୱ ବିକ୍ରି ହୋଇଥାଏ। ଯଦି ଜିଲ୍ଲା ଉଦ୍ୟାନ କୃଷି ବିଭାଗ ବେକାର ଯୁବକ ଯୁବତୀମାନଙ୍କୁ ତାଲିମ ଦେଇ ଏହି ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତି, ଯୁବକମାନେ ସ୍ୱାବଲମ୍ବୀ ହେବା ସହ 2 ପଇସା ରୋଜଗାର କରିପାରନ୍ତେ ବୋଲି କହିଛନ୍ତି ମାହାଳି। ବ୍ୟୁରୋ ରିପୋର୍ଟ, ନେକ୍ସସ୍ ଓଡ଼ିଶା ନ୍ୟୁଜ୍।